ଅଳ୍ପ ଦିନର ବ୍ୟବଧାନ ମଧ୍ୟରେ ପ୍ରଥମେ କେନ୍ଦୁଝର, ଦ୍ୱିତୀୟରେ ଢେଙ୍କାନାଳ ଏବଂ ବର୍ତ୍ତମାନ ମୟୂରଭଞ୍ଜ। ହଁ ଦର୍ଶକ ବନ୍ଧୁ, ନିଖୋଜ କରଞ୍ଜିଆ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଏକ ଅଖାବସ୍ତାରୁ ମିଳିଛି। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ବଣସାହିରେ ଥିବା ବନ ବିଭାଗର କାଠ ଡିପୋ ପଛପଟେ ଥିବା ଏକ ବାଉଁଶ ବୁଦା ମୂଳରୁ ମିଳିଛି ଅଖାରେ ଭର୍ତ୍ତି ହୋଇଥିବା ନାବାଳିକାଙ୍କ ମୃତଦେହ। ମୃତ ନାବାଳିକା ଜଣକ ନିଖୋଜ ଥିବା ବେଳେ ଏନେଇ କରଞ୍ଜିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ। ପୋଲିସ ପ୍ରଶାସନ ଏବଂ ପରିବାର ବନ୍ଧୁବାନ୍ଧବଙ୍କ ପକ୍ଷରୁ ବହୁ ଖୋଜାଖୋଜି ଚାଲିଥିଲା। ନିଖୋଜ ନାବାଳିକାଙ୍କ ଘର କରଞ୍ଜିଆ ନିକଟ ବଣସାହିରେ ହୋଇଥିବା ବେଳେ ଘରଠାରୁ ମାତ୍ର 400 ମିଟର ଦୂରରେ ଏକ ଅଖାରେ ଭର୍ତ୍ତି ହୋଇ ପଡ଼ି ରହିଥିଲା ନାବାଳିକାଙ୍କ ମୃତଦେହ। ଖବର ପାଇ ଘଟଣାସ୍ଥଳରେ କରଞ୍ଜିଆ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ପ୍ରାଥମିକ ତଦନ୍ତରୁ ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ବ୍ୟୁରୋ ରିପୋର୍ଟ, ଜନଜାଗରଣ ଓଡ଼ିଆ। ଭିଡ଼ିଓ ଗୁଡ଼ିକ ଆପଣମାନଙ୍କୁ ଭଲ ଲାଗୁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଲାଇକ୍ ସେୟାର କରିବାକୁ ଭୁଲନ୍ତୁ ନାହିଁ।